ଚୁପ୍ ରହିବାର ଶକ୍ତି କେବଳ ଶବ୍ଦ ନ କରିବାରେ ନୁହେଁ, ଏହା ମନକୁ କଣ୍ଟ୍ରୋଲ କରିବାର ଏକ ବଡ଼ କଲା। ଯେଉଁମାନେ କମ୍ କଥା କହନ୍ତି ସେମାନେ ସବୁବେଳେ ଦୁର୍ବଳ ନୁହେଁ। ଅନେକ ସମୟରେ ସେମାନେ ସବୁଠାରୁ ଅଧିକ ଗଭୀର, ସବୁଠାରୁ ଅଧିକ ଭାବୁକ ଏବଂ ସବୁଠାରୁ ଅଧିକ ନିଜକୁ ବୁଝୁଥିବା ଲୋକ ହୋଇଥାନ୍ତି। ଏ ଦୁନିଆରେ ଅନେକ ଲୋକ ନିଜକୁ ପ୍ରମାଣ କରିବା ପାଇଁ ବହୁତ କିଛି କହିଥାନ୍ତି, କିନ୍ତୁ ଯେଉଁ ଲୋକ ନୀରବ ରହେ ସେ ନିଜ କାମରେ ନିଜକୁ ପ୍ରମାଣ କରିଦିଏ। କଥା କମ୍ କହିବା ମାନେ ଜୀବନକୁ ଅଧିକ ଗଭୀରତାରେ ବୁଝିବା। ଯେତେବେଳେ ତୁମେ ସବୁକିଛିର ଉତ୍ତର ତୁରନ୍ତ ଦେବାକୁ ଚେଷ୍ଟା ନ କର, ସେତେବେଳେ ତୁମର ମନ ଅଧିକ ସ୍ପଷ୍ଟ ହୁଏ। କାରଣ ପ୍ରତ୍ୟେକ ଶବ୍ଦର ଦାମ ଅଛି ଏବଂ ଯେ ଏହାକୁ ବୁଝେ ସେ ନିଜ କଥାକୁ ବହୁତ ଭାବିକି ବ୍ୟବହାର କରେ। ଜୀବନରେ ଅନେକ ଲୋକ ତୁମକୁ ବୁଝିପାରିବେ ନାହିଁ। ସେମାନେ ଭାବିବେ ତୁମେ ଚୁପ୍ ରହୁଛ କାରଣ ତୁମ ପାଖରେ କିଛି କହିବାକୁ ନାହିଁ। କିନ୍ତୁ ସତ୍ୟ ହେଉଛି ଅନେକ ସମାଜରେ ଚୁପ୍ ରହୁଥିବା ଲୋକମାନଙ୍କ ମନରେ ସବୁଠାରୁ ଅଧିକ କଥା ଚାଲିଥାଏ। ସେମାନେ ପ୍ରତ୍ୟେକ ପରିସ୍ଥିତିକୁ ଦେଖନ୍ତି, ମାପନ୍ତି, ତାପରେ ନିଷ୍ପତ୍ତି ନିଅନ୍ତି। କେବେ କେବେ ଜୀବନରେ ତୁମକୁ ଅପମାନ ମିଳିବ, କେହି ତୁମକୁ ଛୋଟ କହିବେ, କେହି ତୁମକୁ ଅଣଦେଖା କରିବେ। ସେ ସମାଜରେ ଯଦି ତୁମେ ତୁରନ୍ତ ଉତ୍ତର ଦେଉଛ, ତୁମେ ନିଜର ଶାନ୍ତି ହରାଇ ଦେଉଛ। କିନ୍ତୁ ଯଦି ତୁମେ ଚୁପ୍ ରହୁଛ, ସମାଜ ତୁମ ପକ୍ଷରେ କଥା କହିବ। ଯେଉଁମାନେ କମ୍ କଥା କହନ୍ତି ସେମାନେ ଅନ୍ୟମାନଙ୍କୁ ଅଧିକ ଶୁଣନ୍ତି ଏବଂ ଯେ ଅଧିକ ଶୁଣେ ସେ ଅଧିକ ଶିଖେ। ଦୁନିଆରେ ବଡ଼ ବଡ଼ ଲୋକମାନେ ଅନେକ ସମାଜରେ କମ୍ କହିଦେଲେ କାରଣ ସେମାନେ ଜାଣିଥିଲେ ଅଧିକ କହିଲେ ସବୁକିଛି ପ୍ରମାଣ ହୁଏନି। ଠିକ୍ ସମାଜରେ ଠିକ୍ କଥା କହିବା ହେଉଛି ବଡ଼ ଶକ୍ତି। ଚୁପ୍ ରହିବା ମାନେ ନିଜ ଭିତରେ ଏକ ନୂଆ ଶକ୍ତି ସଞ୍ଚୟ କରିବା। ତୁମେ ଯେତେବେଳେ କମ୍ କହୁଛ, ତୁମ ମନର ଶକ୍ତି ଅନ୍ୟ ଦିଗକୁ ଯାଏ, ଭାବନାରେ, ପ୍ଲାନିଂରେ, ସ୍ୱପ୍ନରେ। ଏହି କାରଣରୁ ଅନେକ ସଫଳ ଲୋକ ତାଙ୍କର ପ୍ଲାନିଂ ସମସ୍ତଙ୍କୁ କହନ୍ତି ନାହିଁ। ସେମାନେ ପ୍ରଥମେ କାମ କରନ୍ତି, ତାପରେ ରିଅଲ୍ ଦେଖାଯାଏ। ଜୀବନରେ ସବୁକିଛି ଉତ୍ତର ଦେବା ପାଇଁ ଆବଶ୍ୟକତା ନାହିଁ। କେତେକ ଲୋକଙ୍କୁ ନୀରବତା ସବୁଠାରେ ଭଲ ଉତ୍ତର। କାରଣ କେହି କେବେ କେବେ ତୁମକୁ କେବଳ ପରୀକ୍ଷା କରନ୍ତି ତୁମର ଧୈର୍ଯ୍ୟ କେତେ, ତୁମର ମନ କେତେ ଶକ୍ତିଶାଳୀ। ସେ ସମାଜରେ ଚୁପ୍ ରହିବା ମାନେ ନିଜକୁ ଜିତିବା। ଏହି ସମାଜରେ ଅନେକ ଲୋକମାନେ ଶବ୍ଦକୁ ଶକ୍ତି ଭାବନ୍ତି, କିନ୍ତୁ ଅସଲି ଶକ୍ତି ହେଉଛି ନିଜର ଭାବନାକୁ କଣ୍ଟ୍ରୋଲ କରିବା। କ୍ରୋଧ ଆସିଲେ ଚୁପ୍ ରହିବା, ଦୁଃଖ ଆସିଲେ ଭାଙ୍ଗି ନ ପଡ଼ିବା, ଅପମାନ ମିଳିଲେ ସହିବା। ଏହିସବୁ କାମ ସାଧାରଣ ଲୋକଙ୍କ ପାଇଁ ସହଜ ନୁହେଁ। ଏହା ପାଇଁ ଭିତରୁ ଶକ୍ତି ଦରକାର। ଯେ ଲୋକ କମ୍ କଥା କହେ ସେ ଅନେକ ସମାଜରେ ନିଜ ଲକ୍ଷ୍ୟକୁ ଅଧିକ ଗୁରୁତ୍ୱ ଦିଏ। ସେ ଜାଣେ ପ୍ରତିଦିନ ସମସ୍ତଙ୍କୁ ନିଜ ପ୍ଲାନିଂ କହିବା ଦ୍ୱାରା ସଫଳତା ଆସେନି। ଶାନ୍ତ ଭାବରେ ନିଜ ରାସ୍ତାରେ ଚାଲିଲେ ଗୋଟିଏ ଦିନ ଦୁନିଆ ନିଜେ ପଚାରିବ ତୁ କେମିତି ଏଠାକୁ ପହଞ୍ଚିଲୁ। ନୀରବତା ତୁମକୁ ନିଜକୁ ବୁଝିବାକୁ ସହଜ କରେ। ତୁମେ ଯେତେବେଳେ ଏକା ଶାନ୍ତ ହୋଇ ବସ, ସେତେବେଳେ ତୁମର ମନର ସତ୍ୟ କଥା ଶୁଣିପାର। ତୁମର ଭୟ, ତୁମର ସ୍ୱପ୍ନ, ତୁମର ଅସୁବିଧା ସବୁ ତୁମ ସମ୍ମୁଖରେ ଆସେ। ଏହା ହେଉଛି ନିଜକୁ ଚିହ୍ନିବାର ସମାଜ। ଅନେକ ସମାଜରେ ଲୋକମାନେ ତୁମର ଚୁପ୍ ଥିବାର ଭୁଲ ବୁଝିବେ। ସେମାନେ ଭାବିବେ ତୁମେ ଦୁର୍ବଳ, କିନ୍ତୁ ତୁମେ ଜାଣ ଗୋଟେ ସିଂହ ଜଙ୍ଗଲରେ ସବୁବେଳେ ଗର୍ଜନ କରେ ନାହିଁ। ସେ ଶାନ୍ତ ରହିଥାଏ, କିନ୍ତୁ ତାର ଶକ୍ତି କମିଯାଏ ନାହିଁ। ତୁମ ଜୀବନରେ ମଧ୍ୟ ଏହା ଲାଗୁ ହୁଏ। ସବୁବେଳେ ନିଜକୁ ସବୁଠାରେ ପ୍ରମାଣ କରିବାକୁ ଚେଷ୍ଟା କରନି। କେତେକ ଜାଗାରେ ଚୁପ୍ ରହ, କାମ କର, ସମାଜକୁ କଥା କହିବାକୁ ଦିଅ। କମ୍ କଥା କହୁଥିବା ଲୋକମାନଙ୍କ ମଧ୍ୟରେ ଏକ ଅଲଗା ଗମ୍ଭୀରତା ଥାଏ। ସେମାନେ ସହଜରେ ଲୋକଙ୍କୁ ବିଶ୍ୱାସ କରନ୍ତି ନାହିଁ, ସହଜରେ ଭାଙ୍ଗି ପଡ଼ନ୍ତି ନାହିଁ ଏବଂ ସହଜରେ ନିଜର ମନ ଖୋଲନ୍ତି ନାହିଁ। ଏହି ଗୁଣ ତାକୁ ଅଲଗା କରେ। ଜୀବନରେ ଯେତେବେଳେ ତୁମର କଥା ମୂଲ୍ୟ ବଢ଼ାଇବାକୁ ଚାହୁଁଛ, ସେତେବେଳେ କମ୍ କହ। କାରଣ ଯେଉଁ ଲୋକ ସବୁବେଳେ କହେ ତାଙ୍କ କଥାର ଓଜନ କମିଯାଏ, କିନ୍ତୁ ଯେଉଁ ଲୋକ କମ୍ କହେ ସେ ଯେତେବେଳେ କହେ ସଭିଏ ଶୁଣନ୍ତି। ନୀରବତା ମନକୁ ଶାନ୍ତ କରେ ଏବଂ ଶାନ୍ତ ମନ ସବୁଠାରୁ ଠିକ୍ ନିଷ୍ପତ୍ତି ନେଇପାରେ। ଅତି ଉତ୍ସାହରେ, କ୍ରୋଧରେ, ଭୟରେ ନିଆଯାଇଥିବା ନିଷ୍ପତ୍ତି ଅନେକ ସମାଜରେ ଭୁଲ ହୁଏ। କିନ୍ତୁ ଚୁପ୍ ରହି ଭାବିଲେ ଜୀବନ ଅନେକ ଭୁଲ ଠାରୁ ବଞ୍ଚିଯାଏ। ଚୁପ୍ ରହିବା ମାନେ ହାରିଯିବା ନୁହେଁ, କେବେ କେବେ ଦୁର୍ବଳ ହେବା ମାନେ ନୁହେଁ। ଅନେକ ସମାଜରେ ଚୁପ୍ ରହିବା ହେଉଛି ସବୁଠାରୁ ବଡ଼ ବୁଦ୍ଧିମତ୍ତା, ସବୁଠାରୁ ବଡ଼ ଧୈର୍ଯ୍ୟ ଏବଂ ସବୁଠାରୁ ବଡ଼ ଶକ୍ତି। ଯେଉଁ ଲୋକ ପ୍ରତ୍ୟେକ କଥାର ଉତ୍ତର ଦେବାକୁ ଦୌଡ଼େ ସେ ସାୟଦ ସମୟିତ ଭାବରେ ଜିତିଯାଏ। କିନ୍ତୁ ଯେଉଁ ଲୋକ ଠିକ୍ ସମାଜରେ ନୀରବ ରହିବାକୁ ଜାଣେ ସେ ଜୀବନର ବଡ଼ ଯୁଦ୍ଧ ଜିତିଯାଏ। କାରଣ ଜୀବନ ସବୁ କଥା ମୁଖରେ କହିଦେଲେ ସମାଧାନ ହୁଏନି। କେତେକ ଯୁଦ୍ଧ ମନରେ ଜିତିବାକୁ ପଡ଼େ, କେତେକ ଉତ୍ତର ସମାଜକୁ ଦେବାକୁ ଛାଡ଼ି ଦେବାକୁ ପଡ଼େ ଏବଂ କେତେକ ଲୋକଙ୍କୁ କେବଳ ତୁମର ସଫଳତା ଉତ୍ତର ଦେଇଥାଏ। ଯେତେବେଳେ ତୁମେ ଚୁପ୍ ରହି ନିଜ କାମରେ ଲାଗିଥାଅ, ସେତେବେଳେ ତୁମର ମନର ଶକ୍ତି କମିଯାଏ ନାହିଁ, ବରଂ ଆଉ ମଜବୁତ ହୁଏ। କାରଣ ଶବ୍ଦର ଶକ୍ତି ଖର୍ଚ୍ଚ କରିବା ଅପେକ୍ଷା କାମରେ ଶକ୍ତି ଲଗାଇବା ସବୁବେଳେ ଭଲ। ଅନେକ ଲୋକ ତୁମକୁ ଭୁଲ ବୁଝିବେ। ସେମାନେ କହିବେ ଏ ଲୋକଟି କମ୍ କଥା କହେ, ସାୟଦ
କିଛି ଜାଣେ ନାହିଁ। କିନ୍ତୁ ସତ୍ୟ ହେଉଛି ଗଭୀର ନଦୀ କେବେ ଅଧିକ ଶବ୍ଦ କରେନି। ଯେଉଁମାନଙ୍କର ଭିତରେ ଭାବନା ଅଧିକ ସେମାନେ ସବୁବେଳେ ଶାନ୍ତ ଥାନ୍ତି। ସେମାନେ ପ୍ରତ୍ୟେକ କଥାକୁ ଭାବନ୍ତି, ପ୍ରତ୍ୟେକ ପରିସ୍ଥିତିକୁ ବୁଝନ୍ତି, ତାପରେ ଆଗକୁ ବଢ଼ନ୍ତି। ଏହି କାରଣରୁ ଚୁପ୍ ଲୋକଙ୍କ ମନରେ ଅନେକ ସମାଜରେ ସବୁଠାରୁ ବଡ଼ ସପନ ଲୁଚିଥାଏ। ଦେଖ, ପ୍ରତ୍ୟେକ ସମାଜରେ ନିଜକୁ ପ୍ରମାଣ କରିବା ଦରକାର ନାହିଁ। ସବୁ ଲୋକଙ୍କୁ ବୁଝାଇବା ଦରକାର ନାହିଁ ଯେ ତୁମେ କିଏ। କାରଣ ଯେଉଁମାନେ ସତରେ ବୁଝିବେ ସେମାନେ ତୁମର ନୀରବତାକୁ ମଧ୍ୟ ପଢ଼ିପାରିବେ। ଆଉ ଯେଉଁମାନେ ବୁଝିବାକୁ ଚାହାନ୍ତି ନାହିଁ ସେମାନଙ୍କ ପାଖରେ ହଜାର କଥା କହିଲେ ମଧ୍ୟ କିଛି ବଦଳିବ ନାହିଁ। କେବେ କେବେ ତୁମ ଜୀବନରେ ଅପମାନ ଆସିବ, ଅଣଦେଖା ଆସିବ ଏବଂ ଏମିତି ସମାଜ ଆସିବ ଯେତେବେଳେ ମନ ଚାହିଁବ ତୁରନ୍ତ କିଛି କହିଦେବାକୁ। କିନ୍ତୁ ସେହି ସମାଜରେ ଯଦି ତୁମେ ନିଜକୁ ରୋକିପାର, ସେଇଠାରେ ତୁମର ଅସଲି ଶକ୍ତି ଆରମ୍ଭ ହୁଏ। କାରଣ ନିଜକୁ କଣ୍ଟ୍ରୋଲ କରିବା ସବୁଠାରୁ ବଡ଼ ବ୍ୟୟ। ଅନ୍ୟକୁ ଜିତିବା ପୂର୍ବରୁ ନିଜ ଭିତର କ୍ରୋଧକୁ ଜିତିବା ଦରକାର। ଯେଉଁ ଲୋକ କମ୍ କଥା କହେ ସେ ଅନେକ ସମାଜରେ ଲୋକଙ୍କୁ ଅଧିକ ବୁଝିପାରେ, କାରଣ ସେ ଶୁଣେ, ଆଉ ଯେ ଶୁଣେ ସେ ଶିଖେ। ଦୁନିଆରେ ଯେଉଁମାନେ ଅଧିକ ଶୁଣନ୍ତି ସେମାନେ ଅଧିକ ଆଗକୁ ବଢ଼ିଥାନ୍ତି। ଆଜି ଯଦି ତୁମେ ଚୁପ୍ ଅଛ ତାହେଲେ ଏହାକୁ ଦୁର୍ବଳତା ଭାବନି। ହୋଇପାରେ ଏହି ନୀରବତା ତୁମର ଭବିଷ୍ୟତ ଗଢ଼ୁଛି। ହୋଇପାରେ ଏହି ଶାନ୍ତ ସମାଜରେ ତୁମେ ନିଜକୁ ଏମିତି ତିଆରି କରୁଛ ଯାହାପରେ ସବୁଠାରୁ ବଡ଼ ଉତ୍ତର ହେବ। ଏ ଦୁନିଆ ସବୁବେଳେ ଶବ୍ଦକୁ ଦେଖେ କିନ୍ତୁ ସମାଜ ସବୁବେଳେ କାମକୁ ମାନିଥାଏ। ତେଣୁ ନିଜର ଶାନ୍ତିକୁ ସୁରକ୍ଷିତ ରଖ। ପ୍ରତ୍ୟେକ ଛୋଟ କଥାର ନିଜର ମନକୁ ଅସ୍ଥିର କରନି। ସବୁ ଲୋକଙ୍କୁ ଉତ୍ତର ଦେବାକୁ ଯାଅନି। କେତେକ ଜିନିଷ ଉତ୍ତର ଚୁପ୍ ରହିବାରେ ଅଛି, କେତେକ ଉତ୍ତର ଧୈର୍ଯ୍ୟରେ ଅଛି, ଆଉ କେତେକ ଉତ୍ତର କେବଳ ସମାଜ ଦେଇଥାଏ। ଏମିତି ଦିନ ଆସିବ ଯେତେବେଳେ ଲୋକମାନେ ତୁମର କଥାକୁ ନୁହେଁ ତୁମର ପରିବର୍ତ୍ତନକୁ ଦେଖିବେ। ସେମାନେ ବୁଝିଯିବେ ଯେ ଏହି ଚୁପ୍ ଥିବା ଲୋକଟି ଭିତରେ କେତେ ଶକ୍ତି ଥିଲା। ଯେ ଆଜି ଶାନ୍ତ ଥିଲା ସେ କାଲି ସବୁଠାରୁ ମଜବୁତ ହୋଇ ଦୌଡ଼ୁଛି। ସେଥିପାଇଁ ନିଜର ନୀରବତାକୁ ଭୟ କରନି, ଏହାକୁ ନିଜର ଶକ୍ତି କର। କମ୍ କଥା କହ କିନ୍ତୁ ଯେତେବେଳେ କହ ସତ୍ୟ କହ। କମ୍ ଦେଖ କିନ୍ତୁ ନିଜ କାମରେ ବଡ଼ ପରିଚୟ ତିଆରି କର। ଚୁପ୍ ରୁହ କିନ୍ତୁ ରହିଯାଅନି। ଶାନ୍ତ ରୁହ କିନ୍ତୁ ସ୍ୱପ୍ନକୁ ଛାଡ଼ନି। ଆଗକୁ ବଢ଼, କାରଣ ଅନେକ ସମାଜରେ ଶାନ୍ତ ଲୋକଙ୍କ ପାଦ ଚିହ୍ନ ସବୁଠାରୁ ଦୂରକୁ ପହଞ୍ଚେ।